दर्शक बंधु कानाडा पुरुष क्रिकेट दल 2026 टी20 विश्वकप ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆମେରିକାରେ ହୋଇଥିବା କ୍ୱାଲିଫାୟର୍ସ ବାହାମାସକୁ 7 ୱିକେଟରେ ହରାଇ ସେମାନେ ବିଶ୍ୱକପ୍ ଟିକେଟ୍ କନଫର୍ମ କରିଛନ୍ତି। ମାପ୍ଲିଫ୍ ଗ୍ରାଉଣ୍ଡରେ ଖେଳା ଯାଉଥିବା ଫାଇନାଲ ମ୍ୟାଚରେ କାନାଡା ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା। ବାହାମାସ 19 ଓଭର 5ଟା ବଲ୍ ଖେଳି ମାତ୍ର 56 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କାନାଡା ପକ୍ଷରୁ କଲିମ ସାନା ଓ ଶିବମ ଶର୍ମା 3ଟି ଲେଖା ୱିକେଟ୍ ନେଇ ଦଳକୁ ଧ୍ୱଂସ କରିଥିଲେ। ପଛରୁ ବ୍ୟାଟିଂ କରି ଦଳ 5 ଓଭର 3ଟା ବଲ୍ ଖେଳି ଲକ୍ଷ୍ୟ ପୂରଣ କରି ମ୍ୟାଚ୍ ଜିତିଥିଲା। ଦିଲପ୍ରୀତ ବାଜୱା 36 ରନ୍ କରି ଅପରାଜିତ ରହିଥିଲେ। କାନାଡା ଏହି କ୍ୱାଲିଫାୟର୍ସ ଟୁର୍ଣ୍ଣାମେଣ୍ଟ ଖେଳା 5ଟି ମ୍ୟାଚ୍ ସବୁଠୁ ବିଜୟ ଲାଭ କରିଥିଲା। ଦଳ ତାଙ୍କର ପ୍ରଥମ ମ୍ୟାଚରେ ବରମୁଡାକୁ 110 ରନ୍ରେ ହରାଇ ଶୁଭ ଆରମ୍ଭ କରିଥିଲା। ଏହି ବିଜୟ ସହିତ କାନାଡା 2026ରେ ଭାରତ ଓ ଶ୍ରୀଲଙ୍କାରେ ମେଜବାନ ହେବାକୁ ଥିବା ବିଶ୍ୱକପ୍ରେ ଭାଗ ନେବ। ଏହିବେଳେ 8ଟି ଦଳ ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଷ୍ଟ୍ର ଓ ୱେଷ୍ଟଇଣ୍ଡିଜ ପୂର୍ବରୁ ଯୋଗ୍ୟତା ଅର୍ଜନ କରିଛି।